ଯଦି ଦେଖିବା ଗତ 24 ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରେକର୍ଡ କରାଯାଇଛି। ତା ସହିତ 6ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି ଏବଂ 19ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ସୁନ୍ଦରଗଡ଼ ଜିଲ୍ଲାରେ ଲାଠିକଟାଠାରେ 182 ମିଲିମିଟର। ତା ସହିତ ମୟୂରଭଞ୍ଜ କେଉଁଝରରେ ମଧ୍ୟ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ତା ସହିତ ଆଗାମୀ ଯଦି ଦେଖିବା ଆମର ଗୋଟିଏ ଡିପ୍ରେସନ ଝାରଖଣ୍ଡ ଉପରେ ରହିଛି, ସେଇଟା ବର୍ତ୍ତମାନ ମୁଭ୍ କରିବ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଝାରଖଣ୍ଡ ଏବଂ ନର୍ଥ ଛତିଶଗଡ଼ ଦେଇକି ମୁଭ୍ କରିବ ଏବଂ ଆଗାମୀ 6 ଘଣ୍ଟା ମଧ୍ୟରେ ଡିପ୍ରେସନଟି ୱିକ୍ ହେଇକି ଦୁର୍ବଳ ହୋଇ ଗୋଟିଏ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ଆଗାମୀ 6 ଘଣ୍ଟା ମଧ୍ୟରେ, ଯାହାଫଳରେ କି ଓଡ଼ିଶା ଆମ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ହାଲକାରୁ ମଧ୍ୟମ ବର୍ଷା ମୋଷ୍ଟଲି ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି ଗୋଟେ କିମ୍ବା ଦୁଇଟା ସ୍ଥାନରେ, ଯେମିତିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାରେ। ତା ସହିତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ, ଯେମିତିକି ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାଠାରେ। ତା ସହିତ କାଲି ପାଇଁ ଯଦି ଦେଖିବା, କାଲି ପାଇଁ 15 ତାରିଖରେ 15 ଅଗଷ୍ଟରେ ରାଜ୍ୟରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ, ଯେମିତିକି ସୁନ୍ଦରଗଡ଼ ଏବଂ କେଉଁଝର ଜିଲ୍ଲାରେ ହେବାର ସମ୍ଭାବନା ରହିଛି। କିନ୍ତୁ ଆଗାମୀ 5 ଦିନ ପାଇଁ ବର୍ଷା ସହିତ ବିଜୁଳି, ଘଡ଼ଘଡ଼ି ଏବଂ ଝଟକା ପବନ 30ରୁ 40 କିଲୋମିଟର ପ୍ରଭାବରେ ରହିବାର ସମ୍ଭାବନା ରହିଛି ଗୋଟେ କିମ୍ବା ଦୁଇଟା ସ୍ଥାନରେ ଜିଲ୍ଲାର। 16 ତାରିଖରେ ମଧ୍ୟ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ରହିବାର ସମ୍ଭାବନା ରହିଛି, ଯେମିତିକି ସୁନ୍ଦରଗଡ଼, କେଉଁଝର ଜିଲ୍ଲାରେ। 17 ତାରିଖରେ କେଉଁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାରେ ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ 18 ତାରିଖରେ ମୟୂରଭଞ୍ଜ, କେଉଁଝର ଜିଲ୍ଲାରେ ମଧ୍ୟ ଗୋଟେ କିମ୍ବା ଦୁଇଟା ସ୍ଥାନରେ କିମ୍ବା କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 19 ତାରିଖ, 20 ତାରିଖରେ ପ୍ରବଳ ବର୍ଷା ହେବାର ଏପର୍ଯ୍ୟନ୍ତ ୱାର୍ଣ୍ଣିଂ ଇସ୍ୟୁ କରାଯାଇ ନାହିଁ। ଆମର ଏକ୍ସଟେଣ୍ଡେଡ ଆଉଟଲୁକ୍ରେ ସେଟା କୁହାଯାଇଛି କି କିଛି କିଛି ମଡେଲ ସଜେଷ୍ଟ କରୁଛି କି 19 ତାରିଖ ପାଖାପାଖି ଗୋଟିଏ ଘୂର୍ଣ୍ଣିବଳୟ ଫର୍ମେସନ ହେଇପାରେ ଏବଂ 20 ତାରିଖ ପାଖାପାଖି ଗୋଟିଏ ଲୋ ପ୍ରେସର ଏରିଆ ଆମର ନର୍ଥ ୱେଷ୍ଟ ବେ ଅଫ୍ ବେଙ୍ଗଲ ଉପରେ ଫର୍ମେସନ ହେଇପାରେ, କିନ୍ତୁ ତାର ସ୍ପଷ୍ଟୀକରଣ କିମ୍ବା ତାର ଅପଡେଟ ଆମେ କଣ୍ଟିନ୍ୟୁଅସଲି ଦେଇଛେ। ଚଳିତ ବର୍ଷ ସ୍ୱାଭାବିକ ବର୍ଷା କେତେ ଅଧିକ ପରିମାଣର ବର୍ଷା ରାଜ୍ୟରେ ରେକର୍ଡ କରାଯାଇଛି? ପୁରା ରାଜ୍ୟରେ ଆମର 5 ଜୁନରୁ ନେଇ ଆଜି ପର୍ଯ୍ୟନ୍ତ ଟୋଟାଲ ବର୍ଷା ହେଇଛି 921.9 ମିଲିମିଟର, ଯୋଉଟାକି ଯାହାଫଳରେ କି ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 27% ଅଧିକା ବର୍ଷା ହେଇଛି। ରାଜ୍ୟରେ ବର୍ତ୍ତମାନ ବନ୍ୟାର ସ୍ଥିତି ଉତ୍କଟ ରୂପ ନେଇଛି ଅନେକ ଜିଲ୍ଲାରେ। ଯୋଉ ବର୍ଷାର ଯୋଉ ମଡେଲ ଆସୁଛି ଆଗାମୀ ଦିନରେ ତାହା ପ୍ରଭାବରେ ବନ୍ୟାକୁ ଆହୁରି ଅଧିକ ପ୍ରଭାବିତ କରିବ। ବର୍ଷା ଆଜି ମୋଷ୍ଟଲି ପ୍ରବଳ ଅତି ପ୍ରବଳ ବର୍ଷା ରହିବ। ତା ପରବର୍ତ୍ତୀ 4-5 ଦିନ ଭିତରେ ବର୍ଷା ରହିବ, କିନ୍ତୁ ବିଶେଷ ବର୍ଷା ନାହିଁ। ଯେଉଁ ବର୍ଷା ରହିଛି ଏବଂ ଆଜି କାଲି ପାଇଁ ଛତିଶଗଡ଼ରେ କିଛି କିଛି ବର୍ଷା ହେବାର ସମ୍ଭାବନା ରହିଛି, ଯାହାଫଳରେ ମହାନଦୀରେ ଟିକେ ପାଣି ଆସିବ, କିନ୍ତୁ ଅଲଗା ନଦୀ ଗୁଡ଼ିକରେ ବର୍ଷା ପ୍ରାୟ କାଲିଠାରୁ କମିଯିବ।